ମୁଁ ତ ପ୍ରଥମରୁ ଧନ୍ୟବାଦ ଦବାକୁ ଚାହିଁବି ଯେ ଆମର ଜଗତସିଂହପୁର ସାଂସଦ ତଥା ଆମର ବଡ ଭାଇ ବିଭୁ ପ୍ରସାଦ ଭାଇଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। କାହିଁକି ନା ଆମ ଦୀର୍ଘ ଦିନର ଦାବି ଥିଲା ଅସ୍ତ୍ରଙ୍ଗରେ ବନ୍ଦର ହଉ ଆଉ ଅସ୍ତ୍ରଙ୍କୁ ରେଲୱେ ସଂଯୋଗୀକରଣ କରାଯାଉ। ଆଉ ମୁଁ ସ୍ପେଶାଲ ଧନ୍ୟବାଦ ଜଣାଉଛି ଭାଇଙ୍କୁ, ଯାହାକି ସିଏ ନେଇକିରି ଏ କଥାଟି ରେଲୱେ ମିନିଷ୍ଟର ତଥା ଆମର ଅଶ୍ବିନୀ ବୈଷ୍ଣବଜୀଙ୍କ ପାଖରେ ପହଞ୍ଚାଇଲେ। ଆଉ ଅସ୍ତ୍ରଙ୍ଗବାସୀଙ୍କର ସ୍ୱପ୍ନ ଆଉ କାକଟବାସୀଙ୍କର ସ୍ୱପ୍ନକୁ ପୂରଣ କରିଲେ, ଯାହାକି ଭୁବନେଶ୍ୱରଠୁ ଅସ୍ତ୍ରଙ୍କୁ ରେଲୱେ ସଂଯୋଗୀକରଣ କରାଯିବ, ଅସ୍ତ୍ରଙ୍କଠୁ ପାରାଦୀପ ରେଲୱେ ସଂଯୋଗୀକରଣ କରାଯିବ। ଆଉ ଆଗରୁ ଯିଏ ତ ଥିଲେ ଆମର ବିଜେଡିର ଏମ୍ପି, ସେ ଅପାଙ୍କ କଥା କହିଲେ ନ ସରେ। ସେ ଦିନ ପାଇଁକା ଅସ୍ତ୍ରଙ୍ଗବାସୀ ତଥା କାକଟପୁର ବାସୀଙ୍କର, କାହିଁ ମୁଁ ତ ଦିନ ପାଇଁକା ମୋ ନିର୍ବାଚନ ମଣ୍ଡଳୀରେ କେବେ ଦେଖିନି ଅପାଙ୍କୁ, କି ମୋ ଗାଁରେ ତାଙ୍କ ପାଦ ପଡିବା ମୁଁ ଦେଖିନି। ଆଉ କିନ୍ତୁ ବିଭୁ ପ୍ରସାଦ ଭାଇ ଆସୁ ଆସୁ ଏତେ ବଡ କାମ କଲେ, ସେଥିପାଇଁ ଅଶେଷ ଧନ୍ୟବାଦ ନ ଜଣାଇ ମୁଁ ରହିପାରୁନି। ବିଭୁ ପ୍ରସାଦ ଭାଇଙ୍କୁ ଅଶେଷ ଧନ୍ୟବାଦ।